ସାଙ୍ଗମାନେ ଦେଖିପାରୁଥିବେ ମୋର ଆଜିର କାମ ହେଲା ବାଲି ସିଫ୍ଟିଂ ହେଉଥିଲା। ବାଲି ସିଫ୍ଟିଂ ସରିଲା ମାନେ କ'ଣ ଏଇ ଯେଉଁ ବାଟରେ ଯେତିକି ବାଲି ଥିଲା ତାକୁ ସିଫ୍ଟିଂ କରିଦେଇଛି। ଆଉ ଯେଉଁ ବାକି ବାଲି ରହିଲା ସେ ଯେଉଁ ଦେଖିପାରୁଥିବେ ସେ ଯେଉଁ ରାସ୍ତାରେ ଯେଉଁ ଭିତରକୁ ଯେଉଁ ବାଲି ଯାଇଛି ହେଲା, ଯେଉଁ ଭିତରେ ଯେଉଁ ପିଲର ଆମର ହେଇଛି ସେ ଭିତରେ ଯେଉଁ ବାଲି ପଡ଼ିଛି ତାକୁ ସିଫ୍ଟିଂ କରିବାକୁ ପଡ଼ିବ। ସିଫ୍ଟିଂ କରିସାରିଲା ପରେ ତାପରେ ଦେଖିବା ଟିକେ ରେଷ୍ଟ ନେବା। ଆଉ ଆଜି ତ ସୁପରଭାଇଜର କେହି ନାହାନ୍ତି, ଭଲ ସୁପରଭାଇଜର ଜଣେ ମୋ ସାଇଡ଼ରେ ଆଜି ପଡ଼ିଛି। ଏମିତି ତ ଭାଇ ମାନେ ସୁପରଭାଇଜର କେହି କେବେ କିଛି କହୁନାହାନ୍ତି। ମେନ୍ କଥା ହେଲା କ'ଣ, ମେନ୍ କଥା ହେଲା ଯଦି କାମ ଅଧିକ ଥିବ ନା ତ ସୁପରଭାଇଜର ଟିକେ କହିବେ କି କାମଟା ଜଲ୍ଦି ସାରିଦେ କି ଜଲ୍ଦି କର, ଶୀଘ୍ର ସରିଗଲେ ତୁ ରେଷ୍ଟ ନେବୁ। ଆଜି କାମ କମ୍ ଥିବ ଏମିତି ରେଷ୍ଟ ନେଲେ ସାରି ଦେଇକି କେହି କିଛି କହିବେନି। ଏଇ ହେଲା କଥା। ଆଉ କାଲି କ'ଣ, କାଲି ଅଧିକ କାମ ଥିଲା। ଆଉ ସୁପରଭାଇଜର ବି ସେ ଟିକେ ଅଲଗା ପ୍ରକାର ସୁପରଭାଇଜର ଥିଲା, କିଛି କହି ହେଲାନି। କାମ ବି ଭାଇ ସରିଲାନି, ରାତି ସାରା କରିଲି ତ ସେଥିଲାଗି କାଲି ଟିକେ ରେଷ୍ଟ ନେଇପାରିଲିନି। ଆଉ ଆଜି ଗୋଟେ ଟାଇମ୍ ହେଲାଣି, ଆଉ ଘଣ୍ଟେ ଲାଗିବ ସେ ବାଲିକି ସିଫ୍ଟିଂ କରିଦେଇ ତାପରେ ଟିକେ ରେଷ୍ଟ ନେବା। ଆଉ ଚାଲ କାମ ଆରମ୍ଭ କରିବା। ଆଉ କ'ଣ କରିବା, ରହୁଛି। ଜୟ ଜଗନ୍ନାଥ।